ନମସ୍କାର, ଜୟ ଜଗନ୍ନାଥ। କ୍ରିଏଟିଭ ଓଡ଼ିଶାକୁ ଆପଣଙ୍କୁ ସ୍ୱାଗତ କରୁଛି ମୁଁ ଗଣେଶ। ଆଜି ମୁଁ ଆପଣଙ୍କୁ ଗୋଟେ ସ୍କଲାରସିପ ବିଷୟରେ କହିବି, ଯୋଉଟା ଗଭର୍ଣ୍ଣମେଣ୍ଟର ଗୋଟେ ନୂଆ ସ୍କିମ୍ ଅଛି, ନିର୍ମାଣ ସାମୟିକ କଲ୍ୟାଣ ଯୋଜନା ନାମରେ ସ୍କିମ୍ ସ୍କଲାରସିପ ଆସିଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାରେ। ଏଟା ଆପଣମାନେ ସ୍କଲାରସିପ କ୍ଲାସ 6 ଠୁ ଆରମ୍ଭ କରିକି କ୍ଲାସ ବିଡି ସିଟି ନର୍ସିଂ ଏମସିଏ ଏମବିଏ ବିଟେକ୍ ଇଞ୍ଜିନିୟରିଂ ସମସ୍ତେ ସ୍କଲାରସିପ ପାଇପାରିବେ। ଏ ସ୍କଲାରସିପ ର ରାଶି ଅଲଗା ଅଲଗା ଅଛି, ସବୁ କ୍ଲାସକୁ ନେଇକି ଅଲଗା ଅଲଗା ଅଛି। ସ୍କଲାରସିପକୁ ଆପଣମାନେ କିପରି ଆବେଦନ କରିବେ ଓ ଆ ପାଇଁ କ'ଣ କ'ଣ ରିକ୍ୱାରମେଣ୍ଟ ଡକୁମେଣ୍ଟ ମୁଁ ଭିଡ଼ିଓରେ ଡିଟେଲ୍ସ କହିବି, ଭିଡ଼ିଓକୁ ସ୍କିପ୍ କରିବେନି। ଓ ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ, ଯେଉଁମାନେ ଆମ ଚ୍ୟାନେଲକୁ ନୂଆ ଭିଜିଟ୍ କରିଛନ୍ତି ପ୍ଲିଜ୍ ଆମ ଚ୍ୟାନେଲ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ସେୟାର କରିବେ। ଏପରି ଭାବେ ଆପଣ ନୂଆ ନୂଆ ଅପଡେଟ୍ ପାଇପାରିବେ। ତ ଏଇ ଯୋଜନାର ଲାଷ୍ଟ ଡେଟ୍ ହେଉଛି 31 ଜୁଲାଇ ପର୍ଯ୍ୟନ୍ତ ଅଛି, ଯୋଉଟାକି ଆପଣମାନେ 31 ଜୁଲାଇ ଭିତରେ ଆପଣମାନେ ଏଟାକୁ ଆବେଦନ କରିବାକୁ ପଡ଼ିବ। ନିର୍ମାଣ କଲ୍ୟାଣ ଯୋଜନା ଏଟାକୁ ଆପଣ 31 ଜୁଲାଇ ଲାଷ୍ଟ ଡେଟ୍ ଅଛି, ଆପଣମାନେ ଏଟାକୁ ଆବେଦନ କରିବାକୁ ପଡ଼ିବ। ଏଠି ଆପଣ ଏଇ ସାଇଟ୍କୁ ଆସିଲେ ଓଡ଼ିଶା ଷ୍ଟେଟ୍ ପୋର୍ଟାଲ ସ୍କଲାରସିପ୍ ପୋର୍ଟାଲ ସାଇଟ୍ ମୁଁ ଡେସ୍କ୍ରିପସନ୍ ଲିଙ୍କରେ ଦେବି। ଆପଣ ଚାହିଁଲେ ଏଇ ସାଇଟ୍କୁ ଆସିକି ଏଇଠି ଆପ୍ଲାଏ ଆବେଦନ କରିପାରିବେ ନିଜ ମୋବାଇଲ କିମ୍ବା କମ୍ପ୍ୟୁଟର ମାଧ୍ୟମରେ। ଆଇଦର ଜନସେବା କେନ୍ଦ୍ର କୌଣସି ନିକଟସ୍ଥ ସାଇବର କ୍ୟାଫେ ମଧ୍ୟ ଆପଣ ଆବେଦନ କରିପାରିବେ। ତ ମୁଁ ଭିଡ଼ିଓରେ ଡିଟେଲ୍ସ କହୁଛି। ତ ଏଇଟା ହେଉଛି ଆପଣଙ୍କ 31 ଜୁଲାଇ 2025 ଲାଷ୍ଟ ଡେଟ୍ ଅଛି। ତ ଆକୁ ଆବେଦନ କରିବା ଆପଣ ପ୍ରଥମେ ଡିଟେଲ୍ସ ପଢ଼ିବେ କ୍ଲାସ 6 ଟୁ ଆରମ୍ଭ କରିକି, ଯୋଉଟା କହିଲି। ତ ଆ ପାଇଁ ବିଭିନ୍ନ ପ୍ରକାର କ୍ଲାସରେ ବିଭିନ୍ନ ପ୍ରକାର ସ୍କଲାରସିପର ରହୁଛି ଷ୍ଟାଇପେଣ୍ଡ, ଯୋଉଟାକି ଆପଣ କ୍ଲାସ 7 ଖାଲି ଗାର୍ଲ ଚାଇଲ୍ଡ ପାଇଁ ଆବେଦନ କରିପାରିବେ, ଯୋଉଟାକି ପର ଆନୁଆଲ ଆପଣମାନେ ଏଠି 2000 ଟଙ୍କା ପାଇବେ। ପର ଆନୁଆଲ ଆପଣ 2000 ଟଙ୍କା ପାଇବେ। କ୍ଲାସ 8 ରେ ଅଲ୍ ଚାଇଲ୍ଡ ପ୍ଲସ୍ ବୟ ପ୍ଲସ୍ ଗାର୍ଲ ପାଇପାରିବେ। ଆଉ କ୍ଲାସ 8 ରେ ଆପଣଙ୍କ ଆଡିସନାଲ ଗାର୍ଲ ଚାଇଲ୍ଡକୁ 20% ଆଡିସନାଲ ବେନିଫିଟ ରହିବ, ଯୋଉଟାକି ଆପଣମାନଙ୍କ କ୍ଲାସ 8 ରେ ଆପଣମାନେ ଭଲ ମାର୍କ ରଖିଥିବେ ଯଦି ପାଇପାରିବେ। ତା କ୍ଲାସ 9 ରେ 3000, କ୍ଲାସ 10 ରେ ସବୁ ଛାତ୍ରଛାତ୍ରୀଙ୍କୁ 9 ରେ ସବୁ ଏଠି ମିଳିବ 4000। ତାପରେ ଆପଣ ଯଦି 10th ରେ 90% ଏଭବ ମାର୍କ ରଖିଛନ୍ତି ଆପଣମାନେ, ତାହେଲେ ଆପଣ ୱାନ୍ ଟାଇମ୍ 10,000 ଟଙ୍କା ମିଳିବ। ଏଇ ଯୋଉ 4,000 ଟଙ୍କା ପର ଆନୁଆଲ ତ ଆପଣ ପାଇପାରିବେ ଷ୍ଟାଇପେଣ୍ଡ, ତା ସହିତ ଆପଣ ଯଦି 90% ଉପରକୁ ମାର୍କ ରଖୁଛନ୍ତି ଆପଣ 10,000 ଟଙ୍କା ଏଠି ପାଇପାରିବେ। ତ ତାପରେ କ୍ଲାସ 11 12 5,000 ଟଙ୍କା ପର ଆନୁଆଲ ପାଇପାରିବେ। ଆଉ ବିଏ ବିସିଏ ଯଦି +3 କରୁଛନ୍ତି, ଗ୍ରାଜୁଏସନ କରୁଛନ୍ତି, ପିଜି ଷ୍ଟୁଡେଣ୍ଟ ପାଇଁ 7,000 ଟଙ୍କା ପର ଆନୁଆଲ ପାଇପାରିବେ। ତାପରେ ଏମସିଏ ଏମବିଏ ଏମଟିଏ ପାଇଁ 4,000 ଟଙ୍କା 40,000 ଟଙ୍କା ପର ଆନୁଆଲ ଆପଣ ଏଠି ଗଭର୍ଣ୍ଣମେଣ୍ଟ ତରଫରୁ ଷ୍ଟାଇପେଣ୍ଡ ପାଇପାରୁଛନ୍ତି। ଆଉ ନର୍ସିଂ ବିଡି ସିଟି ପାଇଁ ଆପଣ 10,000 ଟଙ୍କା ପର ଆନୁଆଲ ପାଇପାରିବେ। ଏଇ ସବୁ ଅଛି, ଆପଣମାନେ ଯୋଉ ଇଏରେ ଆବେଦନ ଚାହିଁଲେ ଆବେଦନ କରିପାରିବେ। ଆଉ ଗୋଟେ ଲୋକ ୱାନ୍ ଟାଇମ୍ ଗୋଟେ ଲୋକ ଗୋଟେ ଏଇଥିରେ ହିଁ ଆପ୍ଲାଏ କରିପାରିବେ। ତା ମାନେ ଆପଣ 8 9 ମାନେ 2ଟା 3ଟାରେ ଆପ୍ଲାଏ କରିପାରିବେନି, ଆପଣ ଗୋଟେ ସ୍କିମ୍ ନେଇ ମଧ୍ୟ ଆବେଦନ କରିପାରିବେ। ତ ଏଇଟା ମୁଁ ସାଇଟ୍ କହିଲି, ଆପଣ ଏଇ ସାଇଟ୍ରେ ଆବେଦନ କରିପାରିବେ, ଯୋଉଟାକି ଓଡ଼ିଶା ସ୍କଲାରସିପ୍ .odisha.government.in এই ସାଇଟ୍ ମୁଁ ଡେସ୍କ୍ରିପସନ ଲିଙ୍କରେ ଦେବି, ଆପଣ ଚାହିଁଲେ ଏଠି ଭିଜିଟ୍ କରିପାରିବେ। ତା ସହିତ ଆପଣଙ୍କୁ ଏଇ ଆମାଉଣ୍ଟ ଆପଣଙ୍କୁ ଡିବିଟି ମାଧ୍ୟମରେ ଆପଣଙ୍କ ଆକାଉଣ୍ଟକୁ ଆସିବ। ଆଇଏଫ୍ସି କୋଡ୍ ଭେରିଫାଇ ହେଲା ପରେ ଆପଣଙ୍କ ଆକାଉଣ୍ଟକୁ ଆସିବ। ତ ଆପଣ ଡକୁମେଣ୍ଟ ହିସାବରେ ଆପଣଙ୍କୁ ଏତିକି ଦରକାର, ଯୋଉ ଆଧାର କାର୍ଡ ଥିବା ଦରକାର ଆପଣଙ୍କ ପାଖରେ, ଆଉ ପାସବୁକ୍ ଥିବା ଦରକାର ଆପଣଙ୍କର ନିଜର। ତା ସହିତ ଆପଣଙ୍କର ଭ୍ୟାଲିଡ୍ ମୋବାଇଲ ନମ୍ବର ଥିବା ଦରକାର, ଯୋଉଟାକି ଆଧାର କାର୍ଡ ସହିତ ଆଟାଚ୍ ହେଇଥିବା ଦରକାର। ପାସପୋର୍ଟ ସାଇଜ ଫଟୋ ଦରକାର, ଆଉ ମାର୍କ ଲିଷ୍ଟ ପ୍ରିଭିୟସ୍ ଏକ୍ଜାମର ମାର୍କ ଲିଷ୍ଟ ଦରକାର। ଏସବୁ ଡକୁମେଣ୍ଟ ଦରକାର। ଆଉ ଯଦି ଆପଣ +2 ଗ୍ରାଜୁଏସନ କିମ୍ବା କଲେଜରେ ପଢୁଛନ୍ତି, ଆପଣ କଲେଜର ଆଇଡି କାର୍ଡ ଥିବା ଦରକାର, ମାର୍କ ଲିଷ୍ଟ ଦରକାର, ସେମ୍ ଆକାଉଣ୍ଟ ଦରକାର, ଆଧାର କାର୍ଡ ଦରକାର। ଏତିକି ଡକୁମେଣ୍ଟ ଦରକାର। ଏତିକି ଡକୁମେଣ୍ଟ ଥିଲେ ଆପଣ ଆବେଦନ କରିପାରିବେ। ତ ଆବେଦନ କରିବାକୁ ହେଲେ ଏଠି ଆପଣ ଅନଲାଇନ୍ ଆବେଦନ କରିପାରିବେ। এই ସ୍କିମ୍ରେ ଦେଖନ୍ତୁ, ଆପଣ ଏଇ ସାଇଟ୍କୁ ଆସିଲା ପରେ ଏଇ ସାଇଟ୍ ପ୍ରଥମ ଖୋଲିବ। ତ ଆପଣ ଏଇ ସାଇଟ୍କୁ ଆସିଲା ପରେ ଏଠି ଲେଖା ଅଛି ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଲାଷ୍ଟ ଡେଟ୍ ହେଉଛି 31 ଜୁଲାଇ 2025। ବେନିଫିଟ୍ ଲେଖିଛି, ଆପଣ ଏଠି ଆପଣ ପଢିପାରିବେ ଭିଉ ଡିଟେଲ୍ସ, ସେଟା ମୁଁ ଦେଖେଇଲି। ତାପରେ ଆପଣଙ୍କର ଏଠି ଆବେଦନ ଲେଖା ହେଇଛି, ଆପ୍ଲାଏ ନାଓ। ଆପ୍ଲାଏ ନାଓ ଉପରେ ଆପଣ କ୍ଲିକ୍ କରିବେ। ଆବେଦନ ଆପ୍ଲାଏ ନାଓ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଏପରି ଭାବେ ଆସିବ, ଯୋଉଟା ଲଗ୍ଇନ୍ ଆଉ ପାସୱାର୍ଡ। ଆପଣ ରେଜିଷ୍ଟ୍ରେସନ କରିଥିଲେ ଆପଣ ଲଗ୍ଇନ୍ କରିପାରିବେ। ରେଜିଷ୍ଟ୍ରେସନ ନାଓ ଉପରେ କ୍ଲିକ୍ କରିବେ। ଉପରେ କ୍ଲିକ୍ କଲା ପରେ ଆପଣ ରେଜିଷ୍ଟ୍ରେସନ ଏଠି ଯୋଉ ଦେଇଛି, ଆପଣ ଏଠି ଠିକ୍ ଚିହ୍ନ ମାରିକି ପ୍ରୋସିଡ୍ ଉପରେ କ୍ଲିକ୍ କଲା ପରେ ଏଠି ଆପଣଙ୍କ ଆଧାର ନମ୍ବର ଦେବାକୁ ପଡ଼ିବ। ଆଧାର ନମ୍ବର ଦେଇକି ଆପଣ ଏଠି ଗେଟ୍ ଓଟିପି କରିବେ। ଗେଟ୍ ଓଟିପି କଲା ମାନେ ଆପଣ ଆଧାର ନମ୍ବରକୁ ଗୋଟେ ମେସେଜ ଯିବାର ଲିଙ୍କ ଥିବ, ସେଠି ଓଟିପି ଯିବ। ସେ ଓଟିପିଟା ଆପଣ ଏଠି ଦେବାକୁ ପଡ଼ିବ, ଏଠି ଦେବେ। ଦେଲା ପରେ ଆପଣଙ୍କର ନେକ୍ସଟ ଫେଜ୍ ହେଉଛି ଆପଣ ଡିଟେଲ୍ସ ଫର୍ମ ଫିଲ୍ଅପ୍ କରିବାକୁ ପଡ଼ିବ। ଆପଣଙ୍କୁ ଏଠି ଫିଲ୍ଅପ୍ କରିବେ ୱାନ୍ ବାଇ ୱାନ୍, ଷ୍ଟେପ୍ ବାଇ ଷ୍ଟେପ୍ ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ନେକ୍ସଟ ଆପଣ ଆକୁ
ହେଲା ପରେ ଏଠି ଆପଣଙ୍କର ଏଠି ତାପରେ ଲଗଇନ୍ କୁ ଆସିକି ପାସୱାର୍ଡ ଯୋଉ ଦେଇଥିବେ ପାସୱାର୍ଡ ଦେଇକି ଏଠି ଆପଣ ଆନ୍ସର ଦେଇକି ଲଗଇନ୍ କରିବେ। ତ ଆପଣ ଯାହା ଡିଟେଲ୍ସ ଦେଇଥିବେ ରେଜିଷ୍ଟର ସେଇ ଡିଟେଲ୍ସ ପ୍ରାୟ ପଳେଇ ଆସିବ। ତା ସହିତ ଆପଣମାନେ କଣ ପଢିଛନ୍ତି ମାର୍କ ଲିଷ୍ଟ ସବୁ ଅପଲୋଡ କରିବାକୁ ପଡିବ। ଆ ଦେହରେ ଆପଣଙ୍କର ଅପଲୋଡ କଲା ପରେ ଏଠି ଆପଣ ସବମିଟ୍ କରିବେ। ଡିଟେଲ୍ସ ସବମିଟ୍ କରିବେ। ଅଲରେଡି ମୁଁ ଭିଡିଓ ବନେଇଛି, ଆପଣ ତାର ପ୍ରିଭିୟସ୍ ଭିଡିଓ ଦେଖିପାରିବେ, ଯୋଉଟା କି ପ୍ରିଭିୟସ୍ ଇୟରରେ ଗୋଟେ ବାହାରିଥିଲା ସ୍କଲାରସିପ୍, ଯୋଉଟା ମୁଁ ବନେଇଛି। ଆପଣ ଚାହିଁଲେ ସେ ଡିସ୍କ୍ରିପସନ ଲିଙ୍କ ଦେବି, ଆପଣ ସେଟା ଦେଖିପାରିବେ। ମୁଁ ଏଠି ପୁରା ଡିଟେଲ୍ସ କହୁନି, ଆପଣ ସେଠି ବନେଇକି ଆବେଦନ କରିପାରିବେ। ତ ଆବେଦନ କଲା ପରେ ଏଠି ଆପଣ ଷ୍ଟାଟସ୍ ଦେଖିପାରିବେ। ଆପଣଙ୍କ ଆଧାର ନମ୍ବର କିମ୍ବା ଆପ୍ଲିକେସନ ନମ୍ବର, ଆପଣ ମୋବାଇଲ ନମ୍ବର ଯୋଉ ମେସେଜ ଯାଇଥିବ ଆପଣ ଦେଇକି ଗୋଟେ ଏଠି ଦେଖିଲେ ଆପଣ ଷ୍ଟାଟସ୍ ଦେଖିପାରିବେ। ଆପଣ ରିଜେକ୍ଟ ହେଇଛି କି ଆକ୍ସେପ୍ଟ ହେଇଛି, ସ୍କଲାରସିପ୍ ପାଇବା ଯୋଗ୍ୟ କି ନାହିଁ, ଆପଣ ଡିଟେଲ୍ସ ଦେଖିପାରିବେ। ତ ଏହା ଥିଲା ଫୁଲ୍ ପ୍ରୋସିଜର। ତ ଆପଣ ଚାହିଁଲେ ଆବେଦନ କରିପାରିବେ, ସବୁ ପିଲା। ତାପରେ ଏଠି ଆଉ ଗୋଟେ ବେନିଫିଟ ହଉଛି, ଆପଣ ମାନେ ଚାହିଁଲେ ଆପଣ ଏଲିଜିବିଲିଟି ଚେକ୍ କରିପାରିବେ। ଆଧାର ନମ୍ବର ଦେଇକି ଆପଣ ଏଠି ଏଲିଜିବିଲିଟି ଚେକ୍ କରିପାରିବେ, ଆପଣଙ୍କ ପାଇଁ କୋଉ ସ୍କଲାରସିପ୍ ଅଛି, କଣ ଅଛି। ଏଇ ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲରେ ଆପଣ ଚାହିଁଲେ ଦେଖିପାରିବେ ଆପଣ କୋଉ ସ୍କଲାରସିପ୍ ପାଇଁ ପ୍ରଯୁଜ୍ୟ। ଆପଣ ଏଜ୍ ହିସାବରେ ସେ ଡିଟେଲ୍ସ ପଳେଇ ଆସିବ। ତ ଏଠି ଆପଣ ଚାହିଁଲେ ନିଜେ ମଧ୍ୟ ଆବେଦନ କରିପାରିବେ। ଏହା ହଉଛି ଫୁଲ୍ ପ୍ରୋସେସ୍। ତ ଭିଡ଼ିଓଟା କିପରି ଲାଗିଲା ନିଜର ମତାମତ ଜଣାଇବେ। ରହୁଛି, ଜୟ ଜଗନ୍ନାଥ। ପୁଣି ଦେଖା ହେବାକୁ ନୂଆ ଭିଡ଼ିଓରେ।